ଦିନ ତଳର କଥା। ସମୁଦ୍ର କୂଳରେ ଥିବା ଗାଁରେ ଦୁଇ ଭାଇ ରହୁଥିଲେ। କ୍ଷେତ ବାଡ଼ି କରି ଜୀବିକା ନିର୍ବାହ କରୁଥିଲେ। ହେଲେ ଦାରିଦ୍ର୍ୟ ସେମାନଙ୍କ ପିଛା ଛାଡ଼ୁନଥିଲା। କ୍ଷେତରେ କାମ କରିବା ସମୟରେ ନିଜ ଦୁଃଖ କଥା ଭାବୁଥାନ୍ତି। ମା ବନଦେବୀ ଆବିର୍ଭୂତା ହୋଇ ଦୁଃଖ ଦୂର କରିବା ପାଇଁ ଚକିଟିଏ ଦେଲେ। କହିଲେ, ଯେତେବେଳେ ଯାହା ମାଗିବୁ ଏହି ଚକି ତତେ ଦବ। କହି ଚାଲୁ କରିବା ବନ୍ଦ କର ବାଟ କହିଦେଇ ଦେବୀ ଅନ୍ତର୍ଦ୍ଧାନ ହୋଇଗଲେ। କୃଷକ ଜଣକ ଚକି ଆଣି ଘରକୁ ଆସିଲା। ନିଜ ସ୍ତ୍ରୀକୁ ସବୁ କଥା କହିଲା। ଉଭୟ ମିଶି ଚକିରୁ ଡାଲି, ଅଟା ଇତ୍ୟାଦି ବାହାର କରି ବଜାରରେ ବିକ୍ରି ଭଲ ଦୁଇ ପଇସା କମେଇ ଧୀରେ ଧୀରେ ଧନୀ ହେବାରେ ଲାଗିଲେ। ତାଙ୍କର ଏଭଳି ପରିବର୍ତ୍ତନ ଦେଖି ତାର ଅନ୍ୟ ଭାଇ ଈର୍ଷାନ୍ୱିତ ହୋଇ ଏହାର ରହସ୍ୟ ଜାଣିବା ପାଇଁ ଲୁଚି ଲୁଚି ଦେଖିଲା ଓ ସୁବିଧା ଦେଖି ଚକିଟି ଚୋରି କରି ନେଇଗଲା। ଚାଲୁ କରିବା କଥା ଶୁଣିଥିଲା। ତା ଘରରୁ ଲୁଣ ସରିଯାଇଥିଲା। ସେ ଚକିକୁ ଲୁଣ ଦେବା ପାଇଁ ମାଗିଲା। ଚକି ଘୂରିଲା। ଲୁଣ ବାହାରିଲା ଯେ ବାହାରିଲା। ଲୁଣର ପାହାଡ଼ ଗଦା ହୋଇ ବଡ଼ ପାହାଡ଼ରେ ପରିଣତ ହେଲା ଓ ସମୁଦ୍ର ଜଳରେ ମିଶିବାକୁ ଲାଗିଲା। ସମୁଦ୍ର ପାଣି ମଧ୍ୟ ଉପରକୁ ଉଛୁଳି ଆସି ସେ ଚକି ଥିବା ଘରକୁ ବୁଡ଼ାଇ ଦେଲା। ଏବେ ବିଶ୍ୱାସ ରହିଛି ସମୁଦ୍ର ଭିତରେ ସେଇ ଚକି ରହି ତାର ସେବା ଚାଲୁ ରଖିଛି। ସେଥିରୁ ଯେଉଁ ଲୁଣ ବାହାରୁଛି ତାହା ସମୁଦ୍ର ଜଳକୁ ଲୁଣିଆ କରି ଦେଉଛି। ଗପଟି ଯଦି ଭଲ ଲାଗିଥିବ ତାହେଲେ ଆମ ଚ୍ୟାନେଲକୁ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ। ଆମେ ଆପଣଙ୍କର ମନପସନ୍ଦର ଗପ ପୁଣି ଆପଣଙ୍କ ପାଇଁ ପ୍ରସ୍ତୁତ କରି ଆପଣଙ୍କୁ ଭେଟିଦେବୁ।